ଆଉ ତ କିଏ ନାହିଁ ଆଉ କେହି ନାହାନ୍ତି ମଙ୍ଗଳା ମାଙ୍କୁ ଡାକି କରି ଯେତେବେଳେ ଆଜ୍ଞା ଚେତା ବୁଡି ଯାଇଛି ମଙ୍ଗଳା ମା ବୁଢୀ ରୂପରେ ଯାଇ କରି ସେ ପିଲାକୁ ଅଣ୍ଡଳା ଉଂସା କରି ମା ଯାଇ ତାତ୍ପର୍ଯ୍ୟ କଲେ ସେ ପୁଅକୁ କାଟି ପୁଅକୁ କୋଳରେ ଧରି ପୁଅକୁ ଖେଳଉଛନ୍ତି ଯେତେବେଳେ ମା ଚେତା ହେଲା ଜ୍ଞାନ ଆସିଲା ସମୟରେ ଜଣେ ବୁଢୀ ଧରିଛନ୍ତି କଣ କଲେ ପାତଳ ବାଲିଆ ବୁଢୀଟି ଧରିଛନ୍ତି ଯେତେବେଳେ ଦେଖିଦେଲା ନୟନା ବିଚାର କଲା କିଏ ସେ ବନସ୍ଥ ମାର୍ଗରେ ଆସିଲେ ରକ୍ଷା କଲେ ହଉ ଏତିକି କହି କରି ନୟନା ସୁନ୍ଦରୀ ବୁଢୀର ପାଦ ତଳେ ପଡିଗଲା ଧରି ପଡିଗଲା ଧରି पहरी केते दिना पलाई न गला दिन को दुई दिन केबे पुत्र रहिला दे हेला 5 दिन दिन 5 दिन 6 दिन है 7 8 9 दिन है अरे 10 दिन है जेबे हेलानी 12 13 14 की 15 मातरा दे 16 17 एपटे सीना पिला जन्म होइछि दैव जोगे कौन करिछंती यारे बड़ मा जानी देलानी यार पुओ जन्म होइछु एते दिन हला दुसिनी कोन पई दासी कहि देलानी दासी की पठेई सब जानी गला तोर गोटिए पुओ जन्म होइछि जेते बेले 21 दिन हला कौन कले अरे बाप 21 दिन पुणी स्नान सारिबे शौच होइना बारी पटे चली दिबे स्नान करबा पई जते बेले नयना जाईछे ए खुलना विचार कला पुओ को मारिबी एते की विचारिणा खुलना सुंदर दासी को पठाइला विषटी के धरी है विषटी के धरी कहिला रे दासी तेल हलदी देबू अति जतन विषटी के देबू पुअर मुखर लो पुअर विचार कला यार जदि पुओ गोटे हला रजा आइले मत आ रखिबो नहीं 21 दिन होइछि पिला को से दिन कोन कले फुल्लण स्नान को जाइछि
କହିଲା ମୋ ପିଲା ଦୋଳିରେ ଶୋଇଥାଉ ମୁଁ ସ୍ନାନକୁ ଯିବି। ଆଉ ବନସ୍ତରେ କଣ ଅଛି କି ଆଜ୍ଞା? ଲୁଗାପଟା ତ କିଛି ନାହିଁ, ଡାଳ ସଜ୍ଜା କରିଦେଲେ ପିଲାଟିକୁ ଶୋଇଦେଲେ। ସେତେବେଳେ କଣ ହେଇଛି? ଆରେ ନୟନ ଜାଣିଦେଲା ପରେ କଣ କଲା? ଆରେ ଲୁଣ ସଙ୍ଗେ ତେଲ ଏବେ ଦେଲା ମିଶାଇ ଧରି ଚଳି ଗଲା ତାକୁ ନୟନ ଦେ ନୟନ ଦଶୀର। ତେଲ କରି ଏବେ ମିଶାଇ ଦେଲେ ଶୋଇ ଅଛି କୁମାର ତା ଉପରେ। ଆରେ ପିଲା ଶୋଇଥିଲା ଏବେ ଦୋଳି ଉପର, ତାର ମୁଖରେ ନେଇଣ ପୁଣି ଭରି ଫେକିର ତେବେ ପୁଣ ତେଲ ତାକୁ ଲୁଣ ତେଲ ମିଶିଲେ ବିଷ ହେଇଯିବ। ଏଇଟା ତ ଜାଣିଛନ୍ତି ଆଜ୍ଞା, ଲୁଣ ତେଲ ମିଶେଇ ଦେଲେ ବିଷ ହେଇଯିବ। ଏଣୁ କରି କଣ କଲେ? ବିଷ ଯାକ ଯେତେବେଳେ ପାଟିରେ ଭରି ଯାଇଛନ୍ତି ଆଉ ପୁଅର ପ୍ରାଣ ନାହିଁ। କଣ ହେଲା ସେଇଠି? ସ୍ନାନକୁ ଯାଇଥିଲା ଖୁଲଣା, ସିଏ ଆ ବାଟେ ପଳେଇ ଆଇଲା ନୟନ, ନୟନ ଦେଖିଲାନି, ପଳେଇ ଆସିଲା। ଆଉ ଅଛି କି ନୟନ ସେଠି? ଆଉ ଅଛି, ଆଉ ଦେଖିଦେଲେ ତମାର ତ ଖୋଇଦେଲା ଧୀରେ ପଳେଇ ଆସିଲା। କଣ କଲେ ଆଜ୍ଞା? ଏ ଖୁଲଣା ସ୍ନାନ କରି ଆସିଲା 21 ଦିନ। କଣ କଲେ? ଆଜ୍ଞା ଆସିଲା ବେଳ ତୁଜେ କୁଡ଼ିଆକୁ ଗଲା, ପୁଅକୁ ଦେଖିଲା ଯେ ବିନ୍ଦୁ ପ୍ରାଣ ଗଲା ହେ ମୋ ପଣ୍ଡିତ ଏ ସମୟ ଖୁଲଣା ଯେ ତାଙ୍କୁ ଦେଲେ କହି ବାରିପଟେ ଗଲେ ଟିକେ ସାହାନ ସରାଇ। ସେଦିନ ଯେ ଖୁଲଣା କରୁଛି ବିଚାର, ସ୍ତନକୁ ଥମ୍ପି ଦେଲା ଖୁଲଣା ତାହାର। କହିଲା ମୋ ପିଲାଟା ଖେଳୁଛି ଟିକେ ଯାଇ ମୁଁ ଧରି ନ ଦେବି। କହିଲେ କେତେବେଳୁ ଖାଇ ନାହିଁ ମୋ ନୀଳ ମାଧୁରୀ। ଏପରି ଖୁଲଣା ପଳାୟଣ ଗଲା, ଦୈବ ଯୁଗରେ ପିଲାକୁ ଧଇଲେ। ଯେତେବେଳେ ଦୋଳି ଭିତରୁ ଆଣିଛି ପୁଅର ପିଣ୍ଡରେ ପ୍ରାଣ ନାହିଁ କିଛି। କଣ କଲା ଆଜ୍ଞା? ଖୁଲଣା ଧରିଲା ତାକୁ ଟିକେ ଝୁଲେଇଲା। କଣ ହବ ମାଷ୍ଟେ? ଉଠିଲା ବେଳକୁ କଣ କରିଛି? ଆଉ ତ କିଏ ନାହିଁ, ସେ ଘରେ କାହାକୁ ଦେଖିଲାନି। କହିଲା କିଏ କହିଲା ବୋଲି ରାଣୀ ଧାଇଲା। ଆଜ୍ଞା ଧାଇଲା ବେଳକୁ ପୁଣି ଗଦା ହୋଇଛନ୍ତି, ପୁଅଟାକୁ ଶୁଣିରେ ଚଢାଇ ଦିଅନ୍ତି। ସେଦିନ ଯେ ପୁଅ ପରା କରୁଛି ବିଚାର, କିଏ ମତେ ଉଦ୍ଧାର କରିବ ମାଷ୍ଟର? ଆରେ ଦୈବ ଯୋଗେ ରାଣୀ ଦେଲେ ତାଙ୍କୁ ପାଇଁ ଓହ୍ଲାଇ ଦିଅ ଏ କଳା କଣ୍ଢେ। ନହିଲେ ଭୁବନ ସରିଯିବ ପୂର୍ଣ୍ଣ। ଆଜ୍ଞା ଶୁଳିରୁ ଓହ୍ଲାଇ ଦେଲେ କୋଳରେ ଧରିଲାଣି ବାଳା। ସେଦିନ ଶୁଣ ଡେରି କରି ମନ, ସୁଦର୍ଶନ ରାଜା ଗୋଟେ ଝିଅ ବହନ। ତାହାର ଝିଅ ଘରେ ରହିଅଛି, ସେଦିନ ମଙ୍ଗଳା ତାଙ୍କୁ କହିଅଛି। ସେ ସୁଦର୍ଶନ ରାଜାର ଝିଅକୁ ଯାଇ ସ୍ୱପ୍ନରେ କହିଲେ। ମଙ୍ଗଳା ମା କହିଛି ଏ ଝିଅଟାକୁ ମୋ ନାତି ତୁଲେ ବିଭା ଦେବୁ, ଯଦି ନ ଦେବୁ 14 ତୋର ସଂସାର ସାରି ବଂଶ ନିପାତ କରିଦେବି। ଆଉ ବଂଶରେ ପାଣି ପକାଇବାକୁ କିଏ ରହିବନି। ଏ ମା ଏଥର ଆଇଲା ତୋର ଟାଇମ, ଏବେ କର ବିଚାର, କରିଦେବି ମୁଁ ଶ୍ରୀଧର ମାତର। ଯଦି ଖୁଲଣା ସୁନ୍ଦରୀ ପୁରାଣ ନ ଗାଇଲ, ଏବେ ବିଭା କରିବି ଶ୍ରୀଧର ତାଙ୍କୁ କେବଳ। ଶ୍ରୀଧରକୁ